ଆଜ୍ଞା ନମସ୍କାର। ସବୁ କୁଶଳ ତ? ଆଉ ଆପଣ ଶୁଣି ଏବେ ଖୁସି ହେବେ ଯେ ଏଇ ମାସ ମାନେ ମେ ମାସ 14ରେ ସଂକ୍ରାନ୍ତି ଗଲା, ଠେକି ଉଠା ସଂକ୍ରାନ୍ତି। ମାସେ ପୂର୍ବରୁ ଠେକି ବସିଥିଲା, ମାଠିଆ ବସିଥିଲା, ଘଟ ବସିଥିଲା। କିଏ ବସେଇଥିଲା? ଆପଣ, ମୁଁ, ସେ, ଆମେ ବସେଇଥିଲେ। କାହିଁକି ବସେଇଥିଲେ? ଆମର ଜୀବନ ସାଥୀ ବୃକ୍ଷ, ଔଷଧୀୟ ବୃକ୍ଷ ତୁଳସୀ ଗଛକୁ ବଞ୍ଚେଇବା ପାଇଁ। ଏବେ ଆକାଶକୁ ମେଘ ଆସିଯିବ, ସୂର୍ଯ୍ୟଙ୍କର ତେଜ କମିଯିବ। ଏଇ ଚିନ୍ତା ଚେତନାରେ ଅଭିଭୂତ ହୋଇ ଆମେ ମାସକ ପରେ ସେ ଘଟକୁ ଉତାରିଲେ। ଯେଉଁଦିନ ଘଟ ଉତାରିଲେ ସେଦିନ ଥିଲା ମେ 14 ତାରିଖ, ରବି ସଂକ୍ରମଣ। ମେଷରୁ ବୃଷକୁ ଆସିଲେ ରବି। ରବି ବୃଷକୁ ଆସିଲେ ନା, ତେଣୁ ବୃଷର ଜନ୍ମ ହେଲା। ବୃଷ ରାଶିର ଲୋକମାନେ ଜନ୍ମ ରବିଙ୍କର ଫଳ ପାଇବେ। ମେଷରୁ ଦ୍ୱିତୀୟ, ମୀନ ତୃତୀୟ, କୁମ୍ଭ ଚତୁର୍ଥ, ମକର ପଞ୍ଚମ, ଧନୁ ଷଷ୍ଠ, ବିଛା ସପ୍ତମ, ତୁଳା ଅଷ୍ଟମ, କନ୍ୟା ନବମ, ସିଂହ ଦଶମ, କର୍କଟ ଏକାଦଶ ଆଉ ମିଥୁନ ଦ୍ୱାଦଶ। ଏହି କ୍ରମରେ ରବି ବ୍ୟକ୍ତି ବିଶେଷଙ୍କୁ ଫଳ ଦେବେ। ଯଦି ଜାତକରେ ରବି ଭଲ ଜାଗାରେ ଥିବେ ତ ଭଲ। କେଉଁଠି ଭଲ? ସେ ମେଷରେ ଉଚ୍ଚ, ତୁଳାରେ ନୀଚ। କେଉଁଟା ଭଲ କେଉଁଟା ମନ୍ଦ ବିଚାର କରନ୍ତୁ। ତାଙ୍କ ନିଜ ଘର ହେଲା ସିଂହ, ମିତ୍ର ଘର ହେଲା ଚନ୍ଦ୍ର ମାନେ କର୍କଟ, ତାପରେ ବନ୍ଧୁ ଘର ହେଲା ମୀନ ଆଉ ଧନୁ ତଥା ବିଛା। ଏଇସବୁ ସ୍ଥାନରେ ସେ ଥିବେ। ଆଉ କ'ଣ କରିବେ? ଯଦି ସେ ଲଗ୍ନ ଠାରୁ ତୃତୀୟ, ଷଷ୍ଠ, ଦଶମ ବା ଏକାଦଶରେ ଥିବେ, ସେ ମଧ୍ୟ ଭଲ ଫଳ ଦେବେ। ଆଉ ଗୋଟେ ପଏଣ୍ଟ ବିଚାର କରିବେ, ଆପଣଙ୍କ ଜାତକରେ ରବି କେଉଁଠି ଅଛନ୍ତି। ଯେଉଁଠି ଥିବେ, ଏବେ ରବି ବୃଷକୁ ଆସିଲେ, ଉଦାହରଣତଃ ମୋ କଥା ମୁଁ କହୁଛି, ମୋ ଜାତକରେ କନ୍ୟାରେ ରବି ଅଛନ୍ତି ଦଶମରେ। ଏବେ କନ୍ୟା ଠାରୁ ବୃଷକୁ ଗଣିବା, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ, ମେଷ, ବୃଷ। ମାନେ ମୁଁ ନବମ ରବିଙ୍କର ଫଳ ପାଇବି 50%। ତାପରେ ମୋ ରାଶିଠୁ ଗଣିବି, ବୃଷକୁ ଯେତିକି ହେବ ସେତିକି ପାଇବି। ତେଣୁ ଜାତକରେ ଯେଉଁଠି ରବି ଅଛନ୍ତି ସେଇଠୁ ଗଣି ଆସିବେ ବୃଷ ପର୍ଯ୍ୟନ୍ତ, ସେ ଫଳ ପାଇବେ 60%, ଇଏ ଫଳ ପାଇବେ 40%। ଦେଖିବା, ଆଲୋଚନା କରିବା କ'ଣ ଲେଖା ଅଛି। ମିଥୁନ ଦ୍ୱାଦଶ ରବି, ତେଣୁ ତା ପାଇଁ ଯାବତୀୟ ପୀଡ଼ା ହେବ। ମିଥୁନ ରାଶିର ଲୋକମାନେ ଶାରୀରିକ, ମାନସିକ, ଆର୍ଥିକ, ଲୌକିକ ପୀଡ଼ା ଭୋଗ କରିବେ ରବିଙ୍କ ପାଇଁ। ଆଚ୍ଛା, କର୍କଟର ଏକାଦଶ ରବି ହେତୁ ଏମାନେ ସୁଖରେ ରହିବେ, ଶାନ୍ତିରେ ରହିବେ, ଅର୍ଥାଗମ ହେବ, ଶୁଭ ଘର ପାଇବେ, ସବୁ ଭଲ। କିନ୍ତୁ ବହୁତ ଥର କହିଛି, ବୃଷ ରାଶି କର୍କଟ ରାଶି ମଧ୍ୟରେ ସମ୍ପର୍କ ଭଲ ନୁହଁ। କର୍କଟ ପାଇଁ ବୃଷ ହେଉଛି ବାଧକ ସ୍ଥାନ। ଶୁକ୍ର ହେଲେ ବାଧକ ଗ୍ରହ,
ତେଣୁ ଏକାଦଶ ରବିଙ୍କର ଫଳ କର୍କଟ ରାଶିଙ୍କ ଭାଗ୍ୟରେ ନାହିଁ। ତେଣୁ ସିଏ ପାଇବେ ମାତ୍ର 40% ପାଇବେ। ତାପରେ ଦେଖିବା ସିଂହ କଥା। ସିଂହ ଦଶମ ରବି, ତେଣୁ ନାନାବିଧ ସୁଖ ମିଳିବ। ଜାତକରେ ରବି ଦଶମ ରହିବା ଗୋଟେ ଯୋଗ। ଯଦି ଆପଣଙ୍କ ଜାତକରେ ଦଶମ ରବି ଅଛନ୍ତି, ଆପଣଙ୍କର କର୍ମକ୍ଷେତ୍ରରେ ସବୁବେଳେ ବିଜୟ ହେବ, ସୁନାମ ପାଇବେ। କନ୍ୟା ପାଇଁ ନବମ ରବି ହେତୁ ମୁଣ୍ଡକୁ ପାପ ବୁଦ୍ଧି ଆସିବ। କନ୍ୟା ପାଇଁ ନବମ ରବି ହେଲା, ତେଣୁ ପାପ ବୁଦ୍ଧି ନିଶ୍ଚୟ ଆସିବ। ତୁଳାର ଅଷ୍ଟମ ରବି ହେତୁ ଶାରୀରିକ ପୀଡ଼ା ବଢ଼ିଯିବ। ତୁଳାର ଅଷ୍ଟମ ରବି, ତେଣୁ ଶାରୀରିକ ପୀଡ଼ା ବଢ଼ିଯିବ। ମାନେ କେଉଁଠି ବାଡ଼େଇ ହେଇଯିବ ତ, ଗଲା ଦର୍ଜ ହେଲା ଆଉ, ସାମାନ୍ୟ ଜ୍ୱର କମିବନି ଆଉ, ମୁଣ୍ଡ ବିନ୍ଧିବ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ବିଛା ପାଇଁ ସପ୍ତମ ରବି, ତେଣୁ ଦୂର ଯାତ୍ରା ଯୋଗ ଅଛି। ଯେଉଁ ଯାତ୍ରାରେ ଲାଭ କିଛି ନାହିଁ, ନଗଲେ ନ ଚଳେ ଆଉ, ଦେହ ପୀଡ଼ା, ଅର୍ଥନାଶ, ମନସ୍ତାପ, ପ୍ରାଣ। ଆଚ୍ଛା, ଧନୁର ଷଷ୍ଠ ରବି ହେତୁ, ଧନୁ ଷଷ୍ଠ ରବି, ଆର୍ଥିକ, ମାନସିକ, ପାରିବାରିକ, ଲୌକିକ, ବୌଦ୍ଧିକ ଆଉ ଦାମ୍ପତ୍ୟ ସୁଖ ନିଶ୍ଚୟ ମିଳିବ। ଧନୁରାଶି ପାଇଁ ବହୁତ ଭଲ। ମକରର ପଞ୍ଚମ ରବି ହେତୁ ଅଭାବ ଗୋଡ଼େଇବ। ହାତରୁ ତ ପଇସା କୁଆଡ଼େ ପଳେଇବ ଆଉ, ବାଟ ଖୋଜିବ ଯିବା ପାଇଁ ଆଉ। ପଞ୍ଚମ ରବି ଏଇ ଫଳ ଦେଇଥାନ୍ତି ଆଉ। ଚତୁର୍ଥର କୁମ୍ଭର ଚତୁର୍ଥ ରବି, ସେ ପୁରୁଣା ରୋଗକୁ ଉସ୍କେଇବ। ପୁରୁଣା ରୋଗକୁ ଉସ୍କେଇବ, ନୂଆ ରୋଗ ସୃଷ୍ଟି ହେବ କୁମ୍ଭ ପାଇଁ। ମୀନର ଲାଭ ହେବ। ତୃତୀୟ ରବି, ତ୍ରିଷଡ଼ ଏକାଦଶେ ରବି, ତୃତୀୟ ଷଷ୍ଠ ଏକାଦଶରେ ରବି ଥିଲେ ସର୍ବମ୍ ଅରିଷ୍ଟଂ ବିନଶ୍ୟତି, ତେଣୁ ମୀନର ଧନାଗମ ହେବ। ମେଷର ଦ୍ୱିତୀୟ ରବି ଭଲ ନୁହଁ, ଖାଲି ହାନି 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 ହାନି, ଧନ ହାନି, ମାନ ହାନି, ସ୍ୱାସ୍ଥ୍ୟ ହାନି, ବନ୍ଧୁ ହାନି ଇତ୍ୟାଦି ହାନି ହାନି ହାନି। ମେଷର ଦ୍ୱିତୀୟ ରବି, ବୃଷର ଜନ୍ମ ରବି, ତେଣୁ ତାଙ୍କୁ ମଧ୍ୟ ଦୂରଯାତ୍ରା କରିବାକୁ ପଡ଼ିବ, ଲାଭ ହେବ। ବିଛାର ଦୂରଯାତ୍ରା ଅଛି, କ୍ଷତି ହେବ, କିନ୍ତୁ ମେଷର ଦୂରଯାତ୍ରା ଲାଭ ହେବ। ଆଉ ଆପଣ କି ରାଶି ଦେଖିବେ ଜାତକରେ ରବି କେଉଁଠି ଅଛନ୍ତି ଆଜ୍ଞା। ଯଦି ସେ ଭଲ ଜାଗାରେ ଥିବେ ଭଲ ଫଳ ଦେବେ। ରବି ହେଲେ ମାସାଧିପତି ପରା, ରବିଙ୍କୁ ଦେଖି ଆମେ ମାସ ଗଣନା କରିଥାଉ। ଆଉ ଏହା ମଧ୍ୟ ମନେ ରଖିଥିବେ, ମେ 29ରେ ରାହୁ ମୀନ ଛାଡ଼ିଲା ପରେ ଶନି ସ୍ୱାଧୀନ ହେବେ। ଯାହାକୁ ଯାହା ଦେବା କଥା ସେ ଦେବେ। ରାଷ୍ଟ୍ର ବିଭଙ୍ଗ ହେଉଛି, ବିଶ୍ୱର ସର୍ବତ୍ର କିଛି ନା କିଛି ବିଭ୍ରାଟ ହେଉଛି, ତାହା କମିଯିବ। ଆଉ ରକ୍ତ ଜନିତ ରୋଗ ଯାହା ଯାହା ହେଉଛି, ବା କେଉଁଠି ମୁଣ୍ଡ କାଟ ହେଉଛି, କେଉଁଠି କିଏ ହତ୍ୟା କରୁଛି, ଯାହା କିଛି ରକ୍ତପାତ ହେଉଛି ପୃଥିବୀରେ ଯେଉଁଠି ଯାହା ହେଉଛି, ତା ମୂଳ କାରଣ ନିଚସ୍ତ ମଙ୍ଗଳ। ସିଏ ଏବେ କର୍କଟରେ ଅଛନ୍ତି। ସିଏ ଜୁନ୍ 6ରେ ପଳେଇ ଆସିବେ ସିଂହକୁ, ତେଣୁ ରକ୍ତପାତ ବନ୍ଦ ହେବ। ସାରାଂଶ ହେଲା, ମଙ୍ଗଳ ଜୁନ୍ 6ରେ ସିଂହକୁ ଆସିଲା ପରେ, ରାହୁ 29ରେ ମେ 29ରେ କୁମ୍ଭକୁ ଆସିଲା ପରେ ଗୋଟା ନୂତନ ଯୁଗ ସୃଷ୍ଟି ହେଲା ବୋଲି ଜାଣନ୍ତୁ। ସବୁ ଶାନ୍ତ ଶୀତଳ ହେଇଯିବ। ହଉ ବନ୍ଧୁ, ଆଜି ପାଇଁ ଏତିକି। ଆସନ୍ତାକାଲି ପୁଣି ଭେଟ ଘାଟ। ନମସ୍କାର।